ବନ୍ଧୁଗଣ ନମସ୍କାର। ଏକଦା ଜଙ୍ଗଲରେ ବାଘ ଆଉ ଗଧ ଭିତରେ ଯୁକ୍ତି ଲାଗିଲା। ଗଧ କହିଲା ଘାସ ଧୂସର ଦେଖାଯାଉଛି ଆଉ ବାଘ କହିଲା ଘାସଟି ସବୁଜ ଦେଖାଯାଉଛି। ଏହି ଯୁକ୍ତି ଭିତରେ ସେମାନେ ସିଂହ ମହାରାଜ ପାଖକୁ ଗଲେ। ସିଂହକୁ କହିଲେ ଯେ ବାଘ କହିଲା ମୁଁ କହୁଛି ଘାସଟି ସବୁଜ ଦେଖାଯାଉଛି କିନ୍ତୁ ଗଧ କହୁଛି ଧୂସର ଦେଖାଯାଉଛି। ଆପଣ ଟିକେ ଆମ ଭିତରେ ସମାଧାନ କରନ୍ତୁ। ସିଂହ ମହାରାଜ କି ସମାଧାନ କରିବା ପୂର୍ବରୁ ପ୍ରଥମେ କହିଲେ ଦଣ୍ଡିତ କଲେ। ବାଘକୁ 2 ଦିନ ପାଇଁ ନୀରବ ରହିବା ପାଇଁ ନିର୍ଦ୍ଦେଶ ଦେଲେ। 2 ଦିନ ବାଘ ନୀରବ ରହିବା ପରେ ଦଣ୍ଡିତ ହେବା ପରେ ସିଂହ ମହାରାଜ ପାଖକୁ ଆସିଲେ। କହିଲେ ମହାରାଜ ମୁଁ ତ କହିଲି ବାଘ ଘାସ ସବୁଜ ଦେଖାଯାଉଛି, ଗଧ କହିଲା ଧୂସର ଦେଖାଯାଉଛି, ମୋତେ କାହିଁ ଦଣ୍ଡିତ କଲେ? ସିଂହ କହିଲେ ତୁମର ସେଥିରେ ଭୁଲ ନଥିଲା, ଭୁଲ ଥିଲା ତୁମେ ଯୁକ୍ତି କରୁଥିବା ଜୀବ ସହିତ, ତୁମେ ଯାହା ସହିତ ଯୁକ୍ତି କରୁଥିଲ ସିଏ ହେଉଛି ଗଧ। ତୁମେ ସେଇ ଭୁଲ ପାଇଁ ତୁମକୁ 2 ଦିନ ପାଇଁ ଦଣ୍ଡିତ କରାଗଲା। ବନ୍ଧୁଗଣ ଆପଣ ଉପଯୁକ୍ତ ଲୋକ ସହିତ ଯୁକ୍ତି କରନ୍ତୁ ଆଉ